নমস্কার, ওম শান্তি, জয় জগন্নাথ। ଭାରତବର୍ଷରେ କିଛି ଆଇନ କଂଗ୍ରେସ ସରକାର ତିଆରି କରିଛନ୍ତି। ଯେଉଁ ଆଇନ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ସନାତନୀ ବିରୋଧୀ, ହିନ୍ଦୁ ବିରୋଧୀ ଏବଂ ଅନ୍ୟମାନଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ଦେଇଛନ୍ତି ଏ ଆଇନରେ। ତେଣୁକରି ଆଇନର ପରିବର୍ତ୍ତନ ହେବା ଦରକାର। ତେଣୁ କେନ୍ଦ୍ର ସରକାରକୁ ଅନୁରୋଧ କରିବି, ଏହାକୁ ପାର୍ଲାମେଣ୍ଟରେ ଆଣି ସଂଶୋଧନ କରିବା ଦରକାର, ରିପିଲ୍ କରିବା ଦରକାର। ଗୋଟିଏ ଆଇନ ହେଲା 1958 ମସିହାରେ ତିଆରି ହୋଇଥିଲା, ଯେଉଁ ଆଇନରେ ଆନ୍ସିଏଣ୍ଟ ମନୁମେଣ୍ଟ ପ୍ରୋଟେକ୍ସନ୍ ଆକ୍ଟ, ଅର୍ଥାତ୍ ପ୍ରାଚୀନ ସମୟରେ ଯେଉଁ ସବୁମାନେ ଭାରତକୁ ଆସିଥିଲେ, ମୋଗଲ ସମ୍ରାଟମାନେ, ଏବଂ ସେମାନେ ଯାହା ଯାହା କରି ଯାଇଛନ୍ତି ସେଗୁଡ଼ିକ ହେଉଛି ବିଦେଶୀର ନିଶାନ ଏବଂ ସେମାନଙ୍କର କବରସ୍ଥଳୀ, ଅନ୍ୟାନ୍ୟ ଜାଗା ଯେଉଁଗୁଡ଼ାକ କି ପ୍ରୋଟେକ୍ସନ୍ ଦେବା ପାଇଁ 100 କୋଟି ଟଙ୍କା ବର୍ଷକୁ ଖର୍ଚ୍ଚ ହେଉଛି ତାର ପ୍ରୋଟେକ୍ସନ୍ ପାଇଁ। ଯେମିତି ଆକବରଙ୍କର କବରସ୍ଥାନ ମହାରାଷ୍ଟ୍ରରେ, ଏଭଳି ଭାବରେ ଅନେକ ଜାଗାରେ ଯେଉଁ ମୋମେଣ୍ଟମ୍ ଅଛି ସେଗୁଡ଼ାକ ମଧ୍ୟ ପ୍ରୋଟେକ୍ସନ୍ ଦେବା ପାଇଁ ମନୁମେଣ୍ଟ ଖର୍ଚ୍ଚ କରିଛନ୍ତି, ଯାହାର କିଛି ଅର୍ଥ ନାହିଁ। ଏହାର ନାମ ନିଶାନ ମିଟେଇ ଦେବା କଥା। ଏ ଗୁଲାମୀର ଚିହ୍ନ ତାକୁ ଉଜ୍ଜୀବିତ କରି ରଖାଯାଇଛି 1958 ମସିହା ଆଇନରେ। ଦ୍ୱିତୀୟ ଆଇନଟି ହେଲା 1955 ମସିହା ନାଗରିକତା ଦେବା ଓ ନାଗରିକତା ନେବା। ଦେଖାଯାଉଛି ବିଦେଶୀମାନଙ୍କୁ ଏଠି ସେମାନେ ଆସି ବିଭିନ୍ନ ଉପାୟରେ ସେମାନେ ନାଗରିକତା ନେଉଛନ୍ତି ଏବଂ ତାଙ୍କୁ ନାଗରିକତା କରେଇ ଦେବା ପାଇଁ ଗୋଟିଏ ଗୋଷ୍ଠୀ ମଧ୍ୟ ଅସତ ରାସ୍ତାରେ ଅର୍ଥ ନେଇ ନାଗରିକତା କରାଉଛନ୍ତି। ତ ଯେଉଁମାନେ ଏଭଳି ଭାବରେ ଅସତ ଉପାୟରେ ନାଗରିକତା ଗ୍ରହଣ କରୁଛନ୍ତି, ନେଉଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ସେମାନଙ୍କୁ 10 ବର୍ଷ ସଜା ହେବା କଥା। ଯେଉଁମାନେ କରାଉଛନ୍ତି ସେମାନଙ୍କୁ ବି 10 ବର୍ଷ ସଜା ଦେବା କଥା। କିନ୍ତୁ ଏ ଆଇନରେ ସେମିତି କିଛି ବ୍ୟବସ୍ଥା ନାହିଁ ସେମାନଙ୍କୁ ସଜା ଦେବା ପାଇଁ। ତୃତୀୟରେ ହେଉଛି 1959 ମସିହା 1959 ଯେଉଁ ଆର୍ମ ଆକ୍ଟ ଯେଉଁଟାକି ତିଆରି କରିଛନ୍ତି କଂଗ୍ରେସ ସରକାର ବ୍ରିଟିଶ ସରକାରଠୁ ଆଣିକରି, ଯାହାଦ୍ୱାରା କୌଣସି ସନାତନୀ ଧର୍ମ ଅବଲମ୍ବୀ ବାଲା ହିନ୍ଦୁମାନେ କୌଣସି ଅସ୍ତ୍ରଶସ୍ତ୍ର ରଖିପାରିବେ ନାହିଁ। ଯଦି ରଖିବ ସେମାନଙ୍କୁ ଅପରାଧ ବୋଲି ଧରି ନିଆଯିବ ଏବଂ ସେମାନଙ୍କୁ ଦଣ୍ଡିତ କରାଯିବ। କିନ୍ତୁ ଅନ୍ୟ ସମ୍ପ୍ରଦାୟ ସେମାନେ ସବୁ କିଛି ରଖୁଛନ୍ତି, ତାଙ୍କ ପାଖରେ ସବୁ ଅସ୍ତ୍ରଶସ୍ତ୍ର ଅଛି, କିନ୍ତୁ ସେମାନଙ୍କୁ ପ୍ରୋଟେକ୍ସନ୍ ଦିଆଯାଉଛି ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେଣୁ ଏଇ ଯେଉଁ ଆର୍ମ ଆକ୍ଟ ଅଛି, ଏହାକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିବାକୁ ହେଲେ ଉଭୟ ସମ୍ପ୍ରଦାୟ ଭିତରେ ଏହାକୁ କାର୍ଯ୍ୟକାରୀ କରିବା ଦରକାର। ଖାଲି ଗୋଟିଏ ସମ୍ପ୍ରଦାୟ ଯେଉଁ ସନାତନୀ ଧର୍ମାବଲମ୍ବୀ ଅଛନ୍ତି ସେମାନଙ୍କୁ ଆଗେନଷ୍ଟରେ ଏହା କାର୍ଯ୍ୟ କରୁଛି। ଏ ଆଇନକୁ ମଧ୍ୟ ଲୋପ କରିବା ଦରକାର ଏବଂ ଯେଉଁମାନେ ବିନା ଲାଇସେନ୍ସରେ, ବିନା ସରକାରଙ୍କ ଅନୁମତିରେ ଅସ୍ତ୍ରଶସ୍ତ୍ର ରଖିବେ, ମାରଣାସ୍ତ୍ର ରଖିବେ, ସେମାନେ ଯେଉଁ ସମ୍ପ୍ରଦାୟର ହେଉନା କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଦରକାର। ଏହିସବୁ ଆଇନ ଗୁଡ଼ାକ ପରିବର୍ତ୍ତନ ନ ହେବା ଯାଏ କେବେ ହେଲେ ମଧ୍ୟ ଏ ଭାରତବର୍ଷରେ ଶାନ୍ତି ଫେରିପାରିବ ନାହିଁ। ଏହା ଇଂରେଜ ସରକାରଙ୍କର କପି ପେଷ୍ଟ କରିକରି ଏହା ସମ୍ବିଧାନରେ ଲଗାଇଛନ୍ତି, ତାକୁ ଉଚ୍ଛେଦ କରିବା ନିହାତି ଦରକାର। ନମସ୍କାର, ଓମ୍ ଶାନ୍ତି, ଜୟ ଜଗନ୍ନାଥ।